ମୁଁ ବିଧବା ବୋଲି ମୁଁ ଜାଣିଛି ଜିନିଷଟା ଆଣ୍ଡ ମତେ ଏଥିରେ କିଛି ଖରାପ ଲାଗୁନି କି ଟିକେ ଲାଜ ବି ଲାଗୁନି। କାହିଁକି ନା ଯୋଉ ଲୋକ ମୋ ହଜବେଣ୍ଡକୁ ମାରିଛନ୍ତି ସେମାନେ ଯଦି ପୁରା ବିନା ଲାଜରେ ପୁରା ଛାତି ବାଡେଇକିନା ଆସିକିନା ଚିତ୍କାର କରିପାରୁଛନ୍ତି, ଯୋଉ ଜିନିଷ ସବୁ ଚାହୁଁଥିଲେ ସେମାନେ ସବୁ କରିପାରୁଛନ୍ତି। ଭାଇ ମୁଁ ମୋ ହଜବେଣ୍ଡକୁ ଭାଇ ମାରିନି, ମୋ ହଜବେଣ୍ଡଙ୍କର ଡେଥ୍ ହେଇଛି, ମର୍ଡର ହେଇଛି, ତାହେଲେ ମୁଁ କଣ ପାଇଁ କି ଚାପି ହେଇକିନା ବସିବି? ଯଦି ତମମାନଙ୍କର ଫାଟୁଛି ମୋ ଭିଡିଓ ଦେଖି, ଜଳୁଛ ଯଦି ଭିତରୁ ଆଣ୍ଡ ଫେକ୍ ଆଇଡି ଓପନ କରିକି ଆସି ବେଶୀ ବକୁଛ, ମତେ ବି ବହୁତ ରିପ୍ଲାଏ ଦେବାର ଅଛି। ଆଣ୍ଡ ଆପଣମାନେ ଦେଖନ୍ତୁ, କମେଣ୍ଟ ସେକ୍ସନ ଆସିଲେ ଭୋକି ଚାଲନ୍ତୁ, ମତେ କିଛି ଫରକ ପଡିବନି। ବଟ୍ ଏଇଟା ମୁଁ ଭିଡିଓଟା ଏଇଥିପାଇଁ ବନଉଛି, ଯୋଉମାନେ କି ସେମାନଙ୍କ ସହିତ ସେମାନେ ଲଢୁଛନ୍ତି, ସେଥିପାଇଁ ଥ୍ୟାଙ୍କ ୟୁ ସୋ ମଚ୍। ମୋ ସବସ୍କ୍ରାଇବର, ମୋ ୟୁଟ୍ୟୁବ ଫ୍ୟାମିଲି, ମୋ ଇନଷ୍ଟାଗ୍ରାମ ଫ୍ୟାମିଲି, ମତେ ଯେତେ ସାରା ଲୋକ ଯୋଉ ଭଲ ପାଉଛନ୍ତି, ସେସବୁ କମେଣ୍ଟ ସେକ୍ସନରେ ସେମାନେ ଲଢୁଛନ୍ତି, ସେଥିପାଇଁ ଥ୍ୟାଙ୍କ ୟୁ ସୋ ମଚ୍। ତମମାନେ ହଉଛ ମୋର ସାହସ, ତମମାନଙ୍କ ପାଇଁକି ଆଜିକା ଡେଟ୍ରେ ମୁଁ ଷ୍ଟ୍ରଙ୍ଗ ଅଛି। ଏ ଦିଟା ଗିନା ଚୁନା ହେଟର୍ସଙ୍କ ପାଇଁକି ଭାଇ ମୁଁ କେବେ ବି ୱିକ୍ ହେବି ନାହିଁ, କି ତାଙ୍କ କଥା ଏମିତି କାନରେ ପଶିବ, ଏମିତି ଆଖିରେ ଦେଖିବ, ଏମିତି ଆଖିରେ ଦେଖିବେ, ପଛପଟେ ଛାଡିବେ, ଏମିତି କାନରେ ଶୁଣିବେ, ଏପଟେ କାନରେ ଛାଡିବେ।